ଜୀବନର ଅପରାହ୍ନରେ ଯେବେ ଲୋଡ଼ା ହୁଏ ସାହାରାଟିଏ, କାହାକୁ କରିବି ସାହାରା, କିଏ ବା ହେବ ମୋ ନିଜର। ଯୌବନରେ ତ ଅଣନିଶ୍ୱାସୀ ହୋଇ ଦୌଡ଼ିଥିଲି ସୁନାମ ଆଶାରେ, ନମସ୍କାର ପୁରସ୍କାର ପାଇଁ। କେବେ ହୋଇନଥିଲି କାହାର ସାହାରା। ଯାହାକୁ ଭାବୁଥିଲି ତ୍ୟାଗର ବିଷୟ, ସେଥିରେ ନଥିଲା କି ସ୍ୱାର୍ଥ ଆଉ ବାର୍ଦ୍ଧକ୍ୟର ଆଶ୍ରୟ। କର୍ତ୍ତବ୍ୟ ଓ ଦାୟିତ୍ୱକୁ ବୁଝୁଥିଲା କିଏ? ମୂଲ୍ୟହୀନ ଶବ୍ଦର ସମାହାରକୁ ନେଇ ଦୟା କରୁଣା ସେବା ଦେଉଥିଲି। ନିଜ ମହନୀୟତାକୁ ହାତରେ ନେଇ ମାଡ଼ି ଚାଲିଥିଲି ବେଖାତିର କରି। ହାକିମ କ୍ରୋଧକୁ ନେଇ ବର୍ଷୁଥିଲି ଦୁର୍ବଳ ଉପରେ। ଭୁଲ ଠିକ୍ର ହିସାବ ରଖୁଥିଲା କିଏ? ଥିଲା କେବଳ ଆଗେଇ ଯିବାର ଭାବନା। କିନ୍ତୁ ଆଜି ମୁଁ ବୁଝିପାରୁଛି, ଯେତେବେଳେ ଜୀବନର ଅପରାହ୍ନରେ ଠିଆ ହୋଇଛି, ସେତେବେଳେ ବି ଥିଲା ଆଉ ଆଜି ବି ଅଛି ବାର୍ଦ୍ଧକ୍ୟର କୋହ। ଲୁହ ନୁହେଁ, ଆଖିରୁ ଲୁହ ଝରେ ଆଉ ଦେହ ଖାଲି ପାଏ କଷଣ।